ଶ୍ରୀମଦ୍ଭାଗବତ ନବମ ସ୍କନ୍ଧ ଅଷ୍ଟାଦଶ ଅଧ୍ୟାୟ। ଏମନ୍ତ ମନେ କୋପ କରି ଦୁହିତା କର କରେ ଧରି ବୃଷ ପର୍ବାର ପୁରେ ଗଲା ତାହାର ମନରେ ଭାବିଲା। ଅସୁର ଦ୍ୱାରା ଶୁକ୍ରାଚାର୍ଯ୍ୟ ଜୟ କରିବ ଦେବରାଜ। ଏମନ୍ତ ଭାବି ମନ ମଧ୍ୟେ ପ୍ରମାଣ କଲା ପଥ ମଧ୍ୟେ। ଶୁକ୍ରଙ୍କ କ୍ରୋଧ କ୍ଷଣ ମାତ୍ରର ହୋଇ ସଂସାରେ ବିଦିତ। ତହୁଁ ସେ ଶିଷ୍ୟଙ୍କୁ କହିଲେ କନ୍ୟାର ବାଞ୍ଛା କର ଭଲେ। କନ୍ୟାଙ୍କୁ ଛାଡ଼ି ତପାରଇ ରାଜାଙ୍କୁ ଶୁକ୍ର କହିଲଇଁ। ରାଜା ରହିଲା ତାହା ଶୁଣି ବାଞ୍ଛିକ ହୋଇ ଦେବ ଜାନି। ପିତା ଯେଣୁ ସେ କଲା ଦତ୍ତ ସହସ୍ର ସଖୀଙ୍କ ସହିତ। ତେଣୁ ଅସୁର ରାଜ ବଳା ଦେବଯାନୀର ଦାସୀ ହେଲା। ଶର୍ମିଷ୍ଠା ଦାସୀ ପଣ ବହି ଦେବଯାନୀର ପାଶେ ରହି। ତକ୍ଷଣେ ଭୃଗୁ ହାସ୍ୟ ମୁଖ କ୍ଷଣାର୍ଦ୍ଧ ବ୍ରାହ୍ମଣର କୋପ। ବୋଇଲେ ତାର ମୁଖ ଚାହିଁ ଏ କାର୍ଯ୍ୟ ବୁଝି କର ତୁହି। ଯେପରି କନ୍ୟା ହୁଏ ଶାନ୍ତି ତା ବେଗେ କର ତୁ ନୃପତି। ଭୃଗୁଙ୍କ ବାକ୍ୟ ମନେ ଗୁଣି ସେ ବୃଷ ପର୍ବା ନୃପମଣି। ଦେବଯାନୀର ପାଶେ ଗଲା ବିନୟ ହୋଇ ନ କହିଲା। ନିଜ କନ୍ୟାର ଦୋଷ ମାନ ସମସ୍ତ କଲା ନିବେଦନ। ତାହାର ସ୍ତୁତି ବାକ୍ୟ ଶୁଣି ସନ୍ତୁଷ୍ଟ ହୋଇ ଦେବଯାନୀ। ନିଜର ଯାହା ଅଭିଳାଷ ତା ଆଗେ କଲା ପ୍ରକାଶ। ପିତା ଯାହାକୁ ମୋତେ ଦତ୍ତ କରିବେ ଶାସ୍ତ୍ର ବିଧି ମତ। ମୁଁ ତାର ହେବି ଶ୍ରେଷ୍ଠ ନାରୀ ତୋ କନ୍ୟା ହେବ ପରିବାରୀ। କନ୍ୟାର ଠାରୁ ବାଣୀ ଶୁଣି ଅସୁର ରାଜ ହେଲା ତୁନି। ଏ ଅନ୍ତେ ଶୁକ୍ରାଚାର୍ଯ୍ୟ ମନେ ଚିନ୍ତା କରନ୍ତି ଅନୁକ୍ଷଣେ। ଯଯାତି କୁପୁ ଧରିଲା ଏ କନ୍ୟା ହସ୍ତେ ହସ୍ତ ଦେଲା। ମୁଁ ଏବେ ବେଦ ବାକ୍ୟ ମତେ ବ୍ରାହ୍ମଣ ବରିବି କେମନ୍ତେ। ଏମନ୍ତ ବିଚାରିଲେ ମନେ ସନ୍ତୋଷ ଚିତେ ଶୁଭ ଦିନେ। ଶର୍ମିଷ୍ଠା ଦେବଯାନୀ ତୁଲେ ଯଯାତି ବରେ ବିଭା ଦେଲେ। ଶର୍ମିଷ୍ଠା ସଙ୍ଗେ ଶୁକ୍ର ଯଯାତି ମୁଖ ଚାହିଁ କହନ୍ତି ଶୁଣ ନର ସାଇଁ। ଶର୍ମିଷ୍ଠା ସଙ୍ଗେ ସହବାସ କଲେ ଲଭିବୁ ଅତି କ୍ଲେଶ। ଶର୍ମିଷ୍ଠା ତୁଲେ ଦେବଯାନୀ ସତେକ ପରିବାରୀ ଘେନି। ଖଟଇ ସ୍ୱାମୀ ପାଦ ତଳେ ଯଯାତି ସଙ୍ଗେ ଭାବ ଭୋଳେ। ଶର୍ମିଷ୍ଠା ରୂପ ଗୁଣ ଦେହେ ଯଯାତି ଦେଖି କାମ ମୋହେ। ଦେବଯାନୀର ପୁତ୍ର ଦେଖି ଶର୍ମିଷ୍ଠା ନିତ୍ୟ ମନେ ଦୁଃଖୀ। ମିଳିଲା ରାଜାର ଏକାନ୍ତେ ପ୍ରାର୍ଥନା କଲା ପୁତ୍ର ଅର୍ଥେ। ତେଣୁ ସେ ହୋଇଲା ମୋହିତ ଦଇବ ବସେ ବୁଦ୍ଧି ହତ। ଶୁକ୍ରଙ୍କ ବାକ୍ୟ ବିସ୍ମରିଲା ଶର୍ମିଷ୍ଠା ସଙ୍ଗେ ସଙ୍ଗ କଲା। ଶର୍ମିଷ୍ଠା ସଙ୍ଗେ ଏକ ମେଳେ ରାଜା ଶୟନ ଋତୁ କାଳେ। ଯଦୁତୁର୍ବସୁ ଦୁଇ ପୁତ୍ର ଦେବଯାନୀର ଗର୍ଭୁଜାତ। ଶର୍ମିଷ୍ଠା ଗର୍ଭେ ପୁତ୍ର ତିନି ଜନ୍ମିଲେ ନୃପ ଅଂଶ ଘେନି। ପ୍ରଥମେ ଦ୍ରୁହ୍ୟ ଅନୁବେନି ପୁରୁକୁ ଘେନି ହେଲେ ତିନି। ଯେ ଦେବଯାନୀ କୋପ ଭରେ କହିଲା ପିତାର ଆଗରେ। ପିତା ଚରଣ ତଳେ ପଡ଼ି କାନ୍ଦଇ ବେନି କର ଯୋଡ଼ି। ଶର୍ମିଷ୍ଠା ତୁଲେ ରାଜା ନିତେ ରାତ୍ର ଦିବସ ତା ସଙ୍ଗତେ। ତାହାର ବସ ପ୍ରାୟ ରହେ କୋପ ନୟନେ ମତେ ଚାହେଁ। ଶର୍ମିଷ୍ଠା ପ୍ରେମ ବନ୍ଧ ଆସେ କେବେହେଁ ନ ମିଳେ ମୋ ପାଶେ। ଏମନ୍ତେ ଦୁହିତା ବଚନେ କୋପ ବସିଲା ଶୁକ୍ର ମନେ। ମିଳିଲା ରାଜାର ସମୀପ ଗରୁଡ଼ ଆଗେ ଯେହ୍ନେ ସର୍ପ। ବୋଇଲେ କୋପ ଭର ହୋଇ ଅଧର୍ମ ଆଚରିଲୁ ତୁହି। ମୋର ଦୁହିତା କଲୁ ଦୂର ଶର୍ମିଷ୍ଠା ମନ ହାରି ତୋର। ତୁ ଏବେ ଜରା ରୂପ ହୋଇ ଶୟନେ ରହିଥାଅ ଶୋଇ। ଏମନ୍ତେ ଶାପ ଦେଲେ ମୁନି ତକ୍ଷଣେ ବୃଦ୍ଧ ଦେହ ଘେନି। ଯଯାତି ଶୋଇଲେ ଶୟନେ ଉଠି ନ ପାରେ ରାତ୍ର ଦିନେ। ଏମନ୍ତ ତାର ପାଞ୍ଚ ସୁତ ବେନି କନ୍ୟାର ଗର୍ଭୁଜାତ। ହୋଇ ବଢ଼ିଲେ ଦିନେ ଦିନେ ପ୍ରଚଣ୍ଡ ତେଜ ସୂର୍ଯ୍ୟ ଯେହ୍ନେ। କାନ୍ଦିଣ ଜୀବନ ବିକଳେ ପଡ଼ି ଭୃଗୁର ପାଦ ତଳେ।
स्वभावे दुहितार पति ता अर्थे उपाय से चिंती पुत्र को जरा रूप देई संसार भोग कर तुही। से राजा पुत्र को अणाई बोलई समीपे बसाई शुण से पुत्रंकर नाम किय बा देवा अनुपम। जदुतुर बसुबेनी भाई देवजानीर गर्भे होई आबर शर्मिष्ठा गर्भरु होइले द्रुहु अनुपुरु। जे पुत्र देख मोर रूप गुरु जे देले मते साप वृद्ध होइली जुबा काले सूर्य जे सने सायंकाले। देख ए मनुष्य शरीर अटई रोगर मंदिर इंद्रिय भोगे जीव रहे यज्ञ पुरुष बसे देहे। देवे बांछन्ति जे शरीर निष्फल होइला मोहर द्रुह्यु को बोले नृपवर तू पुत्र मोर बोल कर। मोजरा शरीर तू निय तोर बयस मते दिय भोग मु करी दिना केते पुणी बयस देवी तोते। एमंत राजार बचने द्रुह्यु बोइला कोप मने दुर्लभ शरीर मोहर ए अटे रोगर मंदिर यज्ञ पुरुष एहा मध्य विषय भुंजंती आनंदे। देवे न पांति जाहा लभी मु एहा केमंते छाड़ीबी। एमंते द्रुहु मुखु शुणी कोपे बोलई नृपमणि मोर वचन तू न कलु राजभोग को इच्छा कलु। तो वंशे राजा जे होइब मूर्धना फाटी से मरिब। एमंते साप ताकु देई पुत्र को जणे जणे राई तुर्बसु द्रुह्यु अनु तिनी राजा बचने होई तुनी। पुरु जे थिला राजा पछे तक्षणे मिलिला प्रत्यक्षे। कपले बेनी कर जोड़ी कहे नृपति पादे पड़ी भोता तो मते जरा दिय मोर बयस तुम्भे निय। वृद्ध शरीर दिय मते मो रूपे बंच दिना केते। एमंते कही नृप बला पिता को निज रूप देला निश्चले रहिला ता मन। एमंते गला केते दिन पुत्र को जरा रूप देई राजा होइला दिव्य देही। भोग से कला नाना मते इंद्रिय लालसायते होइला सप्तद्वीपे राजा धर्मे पालिला जन प्रजा। निश्चिंते देवजानी संगे भोग से कला नाना रंगे अनेक दान यज्ञ मते से विप्र विष्णुपाद गते। जे हरि देहे जगत आकाशे जलधारा मत से हरि पाद हृदय चिंती विषय भोगे न मरंती। इंद्रिय न पारिला जिणी विषय भोग मने गुणी कहई विप्र जगन्नाथ नवमे वंशानुचरित। सुजन जने हा शुणी तरिबे भवतरंगिणी। इति श्रीमद्भागवते महापुराणे पारमहंस्यां संहितायां 82 नवम स्कन्धे वंशानुचरिते नाम 18 अध्यायः।